ଯୌତୁକ ପାଇଁ ଚାଲିକଲା ନିରୀହ ଜ୍ୟୋତିଙ୍କ ଜୀବନ। କଅଁଳ ବୟସରେ ପ୍ରେମ ଆଉ ତାପରେ ସେଇ ପ୍ରେମକୁ ପାଇବା ପାଇଁ ସବୁକିଛି ପଛରେ ପକାଇ ସୁଖର ସଂସାର ଗଢ଼ିବା ପାଇଁ ତା ହାତ ଧରି ଚାଲି ଆସିବା ପରେ ଯେତେବେଳେ ଆରମ୍ଭ ହୁଏ ଯୌତୁକର କଷଣ, ସେଠି ପ୍ରେମର ଅର୍ଥ ହୋଇଯାଏ ସଂଜ୍ଞାହୀନ, ମୂଲ୍ୟହୀନ ଏବଂ ଭାବନାବିହୀନ। ଆଉ ଯେଉଁଠି ଭାବନା ଶୂନ ହୋଇଯାଏ ସେଠି ଲୁହର ମୂଲ୍ୟ ମଧ୍ୟ ଶୂନ ହୋଇଯାଏ, ଯାହା ଯେ ଘଟିଯାଇଛି ଜ୍ୟୋତିଙ୍କ ସହ। ନିଜ ପସନ୍ଦର ମନର ମଣିଷକୁ ପାଇବା ପରେ ନିଜର ଏକ ସ୍ୱପ୍ନର ଦୁନିଆ ତିଆରି କରିଥିଲେ। ଆଉ ସେହି ସ୍ୱପ୍ନର ଦୁନିଆରେ ଛୋଟ ସଂସାରଟିଏ ଗଢ଼ିଥିଲେ। କିନ୍ତୁ ସେଇ ଦୁନିଆ ତାଙ୍କ ପାଇଁ ପାଲଟିଲା କାଳ। ବାପା ଛୁଣ୍ଡ ଝିଅଟିଏ ଯୌତୁକ ଦେଇପାରିଲାନି ବୋଲି ମିଳିମିଶି ମାରିଦେଲେ ଶାଶୁଘର ଲୋକେ। ଆଜି ସଭ୍ୟତାର ଶୀର୍ଷରେ ରହି ମଧ୍ୟ ଅସଭ୍ୟ ଭଳି କାର୍ଯ୍ୟ କରୁଛନ୍ତି ଏ ନୃଶଂସ ମଣିଷ। ଏହି ଘଟଣା ହେଉଛି ଅନୁଗୁଳ ଜିଲ୍ଲା କୁମଣ୍ଡ ଗ୍ରାମର। ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗ୍ରାମର ରମେଶ ସାହୁଙ୍କ ପୁଅ ରାଜେଶ ସାହୁ କଣିହା ବିଜିକୋଳ ଗ୍ରାମର କୋକିଳ ସାହୁଙ୍କ ଝିଅ ଜ୍ୟୋତି ସାହୁଙ୍କୁ ଭଲ ପାଇ ବିବାହ କରିଥିଲେ। ବାହାଘରର କିଛି ଦିନ ତ ସବୁ କିଛି ଠିକଠାକ ଚାଲିଥିଲା। ଉଭୟ ବିବାହରେ ଖୁସି ଥିଲେ। କିନ୍ତୁ ବିବାହର କିଛି ମାସ ପରେ ଯୌତୁକକୁ କେନ୍ଦ୍ର କରି ଜ୍ୟୋତିଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେବାକୁ ଲାଗିଲେ। ତେବେ ଜ୍ୟୋତିଙ୍କର ବାପାଙ୍କର 4 ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଛି। ତେବେ ଏ ଘଟଣା ବାବଦରେ ମା କୋକିଳଙ୍କୁ ଜଣାଇଥିଲେ ଉଭୟ ପରିବାରକୁ ନେଇ ସମାଧାନ ମଧ୍ୟ ହୋଇଯାଇଥିଲା। ଏଇଥିପାଇଁ ବୋଧେ ଉଠଉନାହାନ୍ତି। ତାପରେ 11ଟା ଯାକ ଲଗେଇଲି, ଯାଉ କେହି ଉଠେଇଲେନି କି କିଛି ଜାଣିପାରିଲିନି। ସକାଳୁ ଶୋଇଛି, ଫୋନ ଗଲା ଯେ କହିଲେ ସିରିୟସ୍ ହେଇଛି ତମ ଝିଅ ଆସ। ମୁଁ କହିଲି ମୁଁ କିଛି ଜାଣିନି, କିଛି ନି, ମୁଁ କେମିତି ଯିବି ଭାରି, କଣ ହେଇଛି ସତ ଘଟଣା କୁହ। 7-8 ଥର ଫୋନ କଲାକୁ ଏ ଜୟୀ ଯିଏ କହିଲା ମୁଁ କହିପାରୁନି, ତମେ ଆଇଲେ ଦେଖିବ। ମୁଁ କହିଲି ମୋ ଝିଅକୁ ଦିଅ। ମୁଁ କହିଲି ମୁଁ ଟିକେ ଜ୍ୟୋତିକି ଦିଅ, ମୁଁ ପଦେ କଥା ହେଇ ପଡିବି, ତାପରେ କଣ ହେଇଛି କଣ ନାହିଁ ସମସ୍ତେ ମୋର ଅଛନ୍ତି, ମୁଁ ଯିବି। କହିଲା କଥା ହବ କଣ, ସିଏ ଆଉ ନାହିଁନି। ମୁଁ କହିଲି ନାହିଁନି କୁଆଡେ ଗଲା? କହିଲା ମେଡିକାଲରେ ଅଛି ସିରିୟସ୍। ଏଠୁ ମୋ ବଡ ଯା ଫୋନ କରିନା ଲଗେଇଲେ, କହିଲେ ପୁଅ ସତ କଥା କୁହ, ସିଏ ତ ପାଖରେ ତାର କେହି ନାହାନ୍ତି, ତା ପୁଅ ତ ବମ୍ବେରେ ଅଛି, କାହା ସାଙ୍ଗରେ ଏନକେ ଯିବ ତମେ କହୁଛ ଯେ? ଏଠୁ କହିଲା କି ନାହିଁ ମାମା ଆଉ ଜ୍ୟୋତି ଆଉ ନାହିଁ, କାଲି ଏମିତି ଗୋଟେ ଟିକେ ଝଗଡା ଝାଟି ହେଇକିନା ମୁଇଁ ନଥିଲି, ସେ ଆଇଲା ବେଳକୁ ଲୁଗାରେ ଆଉ ରସି ଦେଇକିନା ଆଉ ନଷ୍ଟ ହେଇଯାଇଛି। ମୁଇଁ ଖୋଲିକିନା ମେଡିକାଲ ଆଇଲା ବେଳକୁ ମେଡିକାଲରେ ଆଉ ନାହିଁ। ଆଜ୍ଞା ସେ ବାରମ୍ବାର ଏମିତି ତାଙ୍କ ମା ଆଗରେ କୁହନ୍ତି ଯେ ମୋତେ ଧନ ସମ୍ପତ୍ତି ଏମିତି କିଛି ଦେଇନୁ ବୋଲି ସେ ମୋତେ ନିର୍ଯାତନା ଦେଉଛନ୍ତି, ଠୁକୁଛନ୍ତି। ମା ବୁଝାଏ ଯେ ଯୋଉ ଭାଇ ଆସୁ, ଭାଇ ଆସିଲେ ପୁଅଟି ରହୁଛି, ଆମ ପୁତୁରାଟି ବାଙ୍ଗଲୋର ରହୁଛି। ସେ କହିଲା ମୁଁ ଗଲେ ସବୁ ଜିନିଷପତ୍ର ଅପା ଦେଇ ଆସିବା ଝିଅକୁ, ସବୁ ଡାକି ଆଣିକି ସବୁ। ଆମ ଝିଅର ବାପା ନାହିଁ ଆଜ୍ଞା, 4 ବର୍ଷ ହେଲାଣି ସେ ମଲେଣି। ଝିଅ 1.5 ବର୍ଷ ହେଲା ଭଲ ପାଇକି ଲଭ୍ ମ୍ୟାରେଜ୍ କରିକି ପଳେଇଲା। ଯେହେତୁ ଭଲ ପାଇକି ଯେହେତୁ ନେଇଛନ୍ତି, ଟିକେ ଅପେକ୍ଷା କରେ ଧନ ସମ୍ପତ୍ତି ପାଇଁ। ଭାଇ ରହୁଛନ୍ତି ବାହାରେ, ଭାଇ କହିଲେ ମୁଁ ଗଲେ ଜିନିଷପତ୍ର ଡାକି ଆଣିକି ନେଇ ଛାଡ଼ିବା। ଯେହେତୁ କାଲି ସନ୍ଧ୍ୟା 7ଟା କି 8ଟା ଆମେ ଜାଣିନୁ ଆପଣମାନେ, ଆଜି ସକାଳ 7ଟାରେ ଆମେ ଶୁଣିଲୁ ଯେ ମୃତ୍ୟୁ ହୋଇଯାଇଛି। ଏଟା ମୃତ୍ୟୁ ଆଜ୍ଞା ନୁହେଁ, ତାକୁ ନିର୍ଯାତନା ଦେଇକି ମାର ଧର ଦୁନିଆ କରିଛନ୍ତି। ଦାଗ ଫାଗ ଆମେ ଦେଖିଲୁ ସବୁ ଅଛି। ତାକୁ ଶାଶୁ ଶ୍ୱଶୁର ଦେଢ଼ଶୁର ସ୍ୱାମୀ ମିଳିମିଶିକି ମାରି ଦେଇଛନ୍ତି। ଆମେ ଚାହୁଁଛୁ କି ସେ ନିର୍ଯାତନା ତାକୁ ଯେମିତି ଦେଇଛନ୍ତି ସେ ତା 7 ଡବଲ କଷ୍ଟ ପାଆନ୍ତି, ଜେଲରେ ନିଜ ଛଡ଼ିବେ ସେମାନେ। ଜ୍ୟୋତିଙ୍କ ଭାଇ ବାହାରେ ରହୁଥିବା ବେଳେ ସେ ଆସିଲେ ଯୌତୁକ ବାବଦ ସମସ୍ତ ଜିନିଷପତ୍ର ଦିଆଯିବ ବୋଲି କହିଥିଲେ ପରିବାର ଲୋକେ। କିନ୍ତୁ ଭାଇ ଆସିବା ଯାଇ ମଧ୍ୟ ଅପେକ୍ଷା କରିଲେନି ଏ ଯୌତୁକ ରୂପୀ ରାକ୍ଷସ। ମାରି ଟାଙ୍ଗିଥିଲେ ଜ୍ୟୋତିଙ୍କୁ। ଗତକାଲି ହଠାତ୍ ଜ୍ୟୋତିଙ୍କ ମାଙ୍କ ପାଖକୁ ଜ୍ୱାଇଁ ରାଜେଶ ଫୋନ କରି ଜଣାଇଥିଲେ ଯେ ଜ୍ୟୋତି ଆଉ ନାହାନ୍ତି। ପରିବାର ଲୋକେ ପଚାରିବାରୁ କହିଥିଲେ ଯେ ଆମ ଭିତରେ ଟିକିଏ ଝଗଡ଼ା ହୋଇଥିଲା, ମୁଁ ବାହାରକୁ ଚାଲି ଯାଇଥିଲି, କିଛି ସମୟ ପରେ ଆସି ଦେଖିଲି ତ ଜ୍ୟୋତି ଝୁଲି ପଡ଼ିଛି। ଯାହାପରେ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ଦେଖିବା ପରେ ଜାଣିବାକୁ ପାଇଥିଲେ ଝିଅ ଆଉ ନାହିଁ, ଝିଅର ମୃତ୍ୟୁ ହୋଇଯାଇଛି। ଆଉ ଆଖି ସାମ୍ନାରେ ଝିଅର ମୃତଦେହ ଦେଖି କୋଉ ମା ବା ସହିପାରିବ? ଭୋ ଭୋ ହୋଇ କାନ୍ଦୁଛି ମା।
ଯୌତୁକ ପାଇଁ ଝିଅକୁ ଶାଶୁଘର ଲୋକେ ମାରିଦେଇଛନ୍ତି ବୋଲି ସଦର ଥାନାରେ ଅଭିଯୋଗ କରିଛନ୍ତି ଜ୍ୟୋତିଙ୍କ ମା କୋକିଳ। ପୁଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଦେଖିବାକୁ ବାକି ରହିଲା ବାପା ଝୁଣ୍ଡ ଜ୍ୟୋତିଙ୍କୁ ନ୍ୟାୟ ମିଳୁଛି ନା ମାମଲାରେ ରହିଯାଉଛି। ତେବେ ଏହି ଘଟଣାରୁ ଯୁବପିଢ଼ି ଉଚିତ ଶିକ୍ଷା ଗ୍ରହଣ କରିବା ଏବେ ନିହାତି ଆବଶ୍ୟକ ହୋଇପଡ଼ିଛି। ନଷ୍ଟ ହୋଇଯାଇଛି। ଏ ଝିଅଟି ବର୍ଷେ 1.5 ବର୍ଷ ହେବ ଭଲ ପାଇ ମ୍ୟାରେଜ୍ କରି ଆସିକିନା କୁମୁଣ୍ଡ ଗାଁରେ ଥିଲା, ଯାହାକି ମୁଁ 2-3 ମାସ ପରେ ପତା ପାଇଲି ଯେ ସିଏ ଆମ ନିଜ ଜାତି ପୁଅ ସହିତ ଭଲ ପାଇକିନା ବାହାଘର ହେଇନା ଯାଇଛି। ତାପରେ କିଛି ଦିନ ଚାଲିବା ପରେ ତାକୁ ଯୌତୁକ ନିର୍ଯାତନାର ଆରମ୍ଭ କରିଦେଲେ, ଯାହାକି ମୋ ଝିଆରୀ ନିଜେ ମୋ ପାଖକୁ ଫୋନ୍ କରି କହିଲା, ବୋବା ମୋତେ କିଛି ଦେଇନାହ ଅର୍ଥ বা যৌতুক বা কৌশি কিছু দেইনা বলে মতো বহুত কিছু নির্যাতনা মো শাশু শ্বশুর দেড়শুর এই সমস্তে মিলিমিশি মতো নির্যাতনা দেউছেন। তেণুকরি তাক পাহাକୁ মুই আসি তাঙ্ক শ্বশুর শাশুকু সমস্ত বুঝাইলি কইলি যে দেখ তার ভাই যাইনা বাহারে অছি, সে আসলে তার নীতি নিয়মକୁ নেই আম সমাজ নীতি নিয়ম অনুযায়ী তুম ঘরକୁ আমি সবুকিছি আনিদেবু। মো বাবা আসবে তাঁকর নীতি নিয়ম অনুসারে যা সমাজর অছি আমি তুম ঘরକୁ আনিদেই পিলার সবুকিছি ব্যবস্থা করিদেবু। ହେଲେ ଆଜ୍ଞା ଦେଖିଲା ବେଳକୁ 2 ମାସ ବି ଯାଇନି। ଆଜି ଦେଖିଲି ଯେତେବେଳେ ଏଇ ଘଟଣାକୁ ଘଟିଛି, କାଲି କେତେବେଳେ ତାକୁ ପିଟି ମାରିକିନା ସମସ୍ତେ ମିଳିମିଶି ମାରିଦେବା ସତ୍ତ୍ୱେ ଆଜି ସକାଳୁ 7ଟା ବେଳେ ମୋ ପାଖକୁ ଖବର ଗଲା ଯେ ବାବା ତୁମ ଝିଅ ଆଉ ନାହିଁ ନେ। ତେଣୁକରି ମୁଁ ଆସି ମେଡ଼ିକାଲରେ ଦେଖି ଏଇ ପ୍ରବଚନରେ ପଡ଼ିଛି। ଆଜି ଦିନ 3ଟା ସମୟ ହେବ। ମୋର ଚାହୁଁଛି ଯେ କେବଳ ଗୋଟିଏ ଜିନିଷ, ଆଇନର ଯେଉଁ ଅଦାଲତ ରଖିଛନ୍ତି ନାରୀର এই যৌতুক নির্যাতনা ভাল পাই যা পরে নির্যাতনা দিয়া যাଉଛି এই সব কিছু কি নেই তাকে দণ্ডিত করা যাও। अनुकूल सुधाकर साहू रिपोर्ट महाभारत लाइव।